ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଦମ୍ ଦେଖାଇଲେ ରାଜନାରାୟଣ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 109ତମ ଜୟନ୍ତୀ ଅବସରରେ ବଡ଼ଚଣା ବିଜେଡି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଚଣ୍ଡିଖୋଲ ପରିକ୍ରମା କରିବା ପରେ ଚଣ୍ଡିଖୋଲ ଛକ ଓ ବିଜୁ କଲ୍ୟାଣ ମଣ୍ଡପଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲାପରେ ଏକ ସଭାର ଆୟୋଜନ କରାଯାଇଥିଲା। ବଡ଼ଚଣା ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଯୁବନେତା କ୍ୟାପ୍ଟେନ୍ ରାଜନାରାୟଣ ମହାପାତ୍ର ଯୋଗଦେଇ ବିଜୁ ପଟ୍ଟନାୟକ କେବଳ ଓଡ଼ିଶାର ଭୂମିପୁତ୍ର ନୁହନ୍ତି, ସେ ସମଗ୍ର ବିଶ୍ୱର ଭୂମିପୁତ୍ର। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଶିଳ୍ପ କ୍ଷେତ୍ରରେ ଓଡ଼ିଶା ବିକାଶର ଶିଖରରେ ପହଞ୍ଚିଥିଲା। ଓଡ଼ିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାର ବରପୁତ୍ରମାନଙ୍କୁ ଅସମ୍ମାନିତ କରିଛି। ଦୁର୍ନୀତି, ଭ୍ରଷ୍ଟାଚାର, ଦରଦାମ ବୃଦ୍ଧି, ମହିଳାମାନଙ୍କ ପ୍ରତି ଦୁର୍ବ୍ୟବହାର, ନାରୀ ନିର୍ଯାତନା ବଢ଼ି ଚାଲିଛି। ଏହା ବିରୋଧରେ ଆଗାମୀ ଦିନରେ ବଡ଼ଚଣା ବିଜେଡି ପକ୍ଷରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ସଭାପତି ଗଣେଶ୍ୱର ବରାଳ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ଜିଲ୍ଲା ଉପସଭାପତି ଅମର ମହାନ୍ତି, ଇତିଶ୍ରୀ ସାମଲ, ସରସ୍ୱତୀ ବେହେରା, ଦମୟନ୍ତୀ ସାମଲ, କୁଳମଣି ବାରିକ, ଦିଲ୍ଲୀପ କୁମାର ସାମଲ, ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ମୋଇନ ଅହମ୍ମଦ, ସାଗରିକ ବିହାରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶ ବୀରତ୍ୱ ଉପରେ ଆଲୋଚନା କରିଥିଲେ। ଶେଷରେ ମହିଳା ସଭାନେତ୍ରୀ ରଶ୍ମିରେଖା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ବିଜେଡି ଦଳର ସରପଞ୍ଚ ସମିତି ସଭ୍ୟ ଓ ଯୁବ ଛାତ୍ର ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଯାଜପୁରରୁ ରାଜଶ୍ରୀ ସାହୁଙ୍କ ରିପୋର୍ଟ, ଚକ୍ରବ୍ୟୁହ ନ୍ୟୁଜ୍। ଦଳ ମଧ୍ୟରେ ସୀମିତ ନଥିଲେ ବା ଖାଲି ଓଡ଼ିଶାର ସୀମିତ ନଥିଲେ ବା ଭାରତର ସୀମିତ ନଥିଲେ, ତାଙ୍କୁ ଇଣ୍ଡୋନେସିଆର ଭୂମିପୁତ୍ର ମଧ୍ୟ ଆଖ୍ୟା କରିଛନ୍ତି। ସେଥିପାଇଁ ଆମେ ସମସ୍ତେ ଗର୍ବିତ ଓଡ଼ିଆ ହିସାବରେ ତାଙ୍କର ପଥକୁ ଅନୁସରଣ କରିବା। ସେ ଯେମିତି ଶାସନ କରିଛନ୍ତି, ଯେମିତି ଦିଗ୍ଦର୍ଶନ ଦେଇଛନ୍ତି, ଯାହା ପ୍ରଗତି କରିଛନ୍ତି ଓଡ଼ିଶାରେ, ସେ ବିଜୁ ପଟ୍ଟନାୟକ ହିଁ କରିଛନ୍ତି। ଏବଂ ନିଶ୍ଚିତ ଭାବରେ ମୁଁ ଯୁବକ ଭାଇମାନଙ୍କୁ ଆହ୍ୱାନ ଦେବି, ତାଙ୍କ ପଥ ଅନୁସରଣ କରନ୍ତୁ। ସେ ଯେମିତି ଶକ୍ତିଶାଳୀ ହୋଇପାରିବ ଏବଂ ଯେମିତି ସମାଜ ଗଠନ ହୋଇପାରିବ ଏବଂ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଯେମିତି ଶାସନ କରିଥିଲେ 24 ବର୍ଷ, ଯେମିତି ସେ ଖୁବ୍ କମ୍ କଥା କୁହନ୍ତି ଏବଂ କାମରେ ବିଶ୍ୱାସ କରନ୍ତି, ସେମିତି ମୁଁ ଯୁବକମାନଙ୍କୁ ଆହ୍ୱାନ ଦେବି, ଆଗେଇ ଆସନ୍ତୁ। ନିଶ୍ଚିନ୍ତ ଆମ ନୂଆ ସମାଜ ଗଠନ କରି ପ୍ରୟାସ କରିବେ। ଆଜି ଆମ ବିଜୁ ଜନତା ଦଳ ତରଫରୁ, ବଡ଼ଚଣା ବିଜୁ ଜନତା ଦଳ ତରଫରୁ ଆଜି ଆମର ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ଏଠି ଚଣ୍ଡିଖୋଲରେ ତାର ପାଳନ କରାହେଉଥିଲା। ଆଜି ବିଜୁ ଜନତା ଦଳ ସମସ୍ତ ବରିଷ୍ଠ କର୍ମକର୍ତ୍ତା, ଦଳର ସମସ୍ତ କର୍ମକର୍ତ୍ତା ଏବଂ ଲୋକପ୍ରତିନିଧି ସମସ୍ତେ ମିଳିମିଶି ଆଜି ବିଜୁବାବୁଙ୍କୁ ସମ୍ମାନ ଦେଲୁ ଏବଂ ତାଙ୍କ ମୂର୍ତ୍ତିରେ ପୁଷ୍ପ ଅର୍ପଣ କଲୁ। ଏବଂ ଏଠି ବଡ଼ଚଣା ନିର୍ବାଚନ ମଣ୍ଡଳୀ ନୁହଁ, ସାରା ଭାରତ ବର୍ଷରେ ଜଣେ ସେ ମହାପୁରୁଷ, ଯାହାକି ତାଙ୍କ କୀର୍ତ୍ତି କହିଲେ ଅତ୍ୟୁକ୍ତ ହେବନି। ଆଜି ପାରାଦୀପ, ଚଣ୍ଡିଖୋଲରୁ ପାରାଦୀପ ହଉ, ଆଜି ସାରା ଭାରତ ବର୍ଷରେ ଯେଉଁ କାର୍ଯ୍ୟକ୍ରମ କରିଛନ୍ତି, ବିରୋଧୀ ଦଳଠୁ ଆରମ୍ଭ କରି ସରକାରୀ ଦଳଠୁ ଆରମ୍ଭ କରି ସମସ୍ତେ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି। ନିଶ୍ଚିତ ଭାବରେ ବିଜୁବାବୁଙ୍କ ନାଁରେ ଆମ ନାମିତ ବିଜୁ ଜନତା ଦଳ, ଆମେ ସମସ୍ତେ ମିଳିମିଶି ଆଜି ବିଜୁ ଜନତା ଦଳ ଜନ୍ମଦିବସ ଅବସରରେ ସମସ୍ତେ ଏକଜୁଟ ହେଲେ ବିଜୁ ଜନତା ଦଳ ବର୍ତ୍ତମାନ ଆଗକୁ ଯିବ ଏବଂ ନିଶ୍ଚିତ ଭାବରେ ଆମ ସଂଗଠନ ନିଶ୍ଚିତ ଭାବରେ ମଜବୁତ ହେବ। ଏହା ଅବସରରେ ମୁଁ ଆପଣମାନଙ୍କୁ ଜଣାଉଛି। ବିଜୁ ପଟ୍ଟନାୟକଙ୍କର ଆଜି 109ତମ ଜନ୍ମବାର୍ଷିକ ପାଳନ କରାଯାଇଛି। ବଡ଼ଚଣା ବିଜୁ ଜନତା ଦଳ ଆଜି ମହା ଆଡମ୍ବର ସହ ଦେଖୁଛନ୍ତି, ହଜାର ହଜାର ସଂଖ୍ୟାର ଲୋକ ଆଜି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଯୋଉଠି ଆଜି ଆମେ ଚଣ୍ଡିଖୋଲ ଛକରେ ଛିଡ଼ା ହେଇଛେ, ଇଏ ହେଉଛି କେବଳ ତାଙ୍କରି ଅବଦାନ। ଆଜି ଭାରତବର୍ଷ ମାନଚିତ୍ରରେ ଚଣ୍ଡିଖୋଲ ସ୍ଥାନ ପାଇଛି କେବଳ ମାନ୍ୟବର ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ଯେ ସ୍ୱର୍ଗତ ଆମର ଯାହାଙ୍କ ନାମରେ ବିଜୁ ଜନତା ଦଳ ଗଠନ କରାଯାଇଛି। ଆଜି ଚଣ୍ଡିଖୋଲ ପାରାଦୀପ କଥା ହଉ, ଆଜି ଦଇତାରୁ ଆଜି ପାରାଦୀପ କଥା ହଉ, ବାଲେଶ୍ୱର ବ୍ରହ୍ମପୁର କଥା ହଉ, ଯୋଉ ସଂଯୋଗୀକରଣ ଯେ ମଧ୍ୟମସ୍ଥଳ ରାସ୍ତା, ସେ କେବଳ ବିଜୁବାବୁଙ୍କ ପାଇଁ ଆଜି ସେ କାର୍ଯ୍ୟକ୍ରମ ହୋଇଛି। ଆଜି ବଡ଼ଚଣା ବିଜୁ ଜନତା ଦଳ ଆଜି ସଂଗଠିତ ହୋଇଛନ୍ତି ସମସ୍ତେ ଗୋଟିଏ ଧାରାରେ। ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଆମ ଜିଲ୍ଲା ପରିଷଦ, ସରପଞ୍ଚ, ନୋମିନି ସମସ୍ତ ଦଳର କର୍ମକର୍ତ୍ତା ଆମେ ସମସ୍ତେ ସାମିଲ ହୋଇଛୁ। ଆଜି କାର୍ଯ୍ୟକ୍ରମ ମଧ୍ୟ ସଫଳ ହୋଇଛି। ଆଗକୁ ମଧ୍ୟ କାର୍ଯ୍ୟକ୍ରମ ଆହୁରି ଜୋରଦାର ହେବ। ଆଜିର କାର୍ଯ୍ୟକ୍ରମ ଶପଥ ନେଇଛୁ।